ଯୋଗ ଦେବେ ସେ ସମସ୍ତଙ୍କୁ ଆଶୀର୍ବାଦ କର। ଏହି ଖେଳରେ ସେମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ଏବଂ ଅନ୍ୟକୁ ଉତ୍ସାହିତ କରିବେ ଏବଂ ନିଜର ଶରୀର ମନ ଏବଂ ସାମାଜିକ ଜୀବନରେ ଏକତା ସାମ୍ୟତା ଏବଂ ପରସ୍ପର। ପ୍ରିୟ ବନ୍ଧୁଗଣ, ପରମେଶ୍ୱର ସମସ୍ତ ବିଷୟର ଉତ୍ପତ୍ତି ଓ ଉତ୍ସ ଅଟନ୍ତି, ଯାହାଙ୍କ ଯୋଗୁଁ ପ୍ରତ୍ୟେକ ଉତ୍ତମ ବିଷୟ ଆମେ ପ୍ରାପ୍ତ ହୋଇଥାଉ। ଆପଣମାନଙ୍କ ସଙ୍ଗେ ସେହି ପ୍ରଭୁ ପରମେଶ୍ୱର ରୁହନ୍ତୁ। ଆମେ ଯେପରି ପରମେଶ୍ୱରଙ୍କୁ ଆନନ୍ଦରେ ସେବା କରିପାରିବା, ପରସ୍ପରକୁ ସାହାଯ୍ୟ କରିବା ଏବଂ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରକାରେ ଶୃଙ୍ଖଳିତ ହୋଇ ପ୍ରତ୍ୟେକ ସତ୍କାର୍ଯ୍ୟ ନିମନ୍ତେ ଆମ ଶରୀର ଉପଯୋଗ କରିପାରିବା, ଏଇଥିପାଇଁ ପରମେଶ୍ୱର ଆମମାନଙ୍କୁ ଶାରୀରିକ ଶକ୍ତି ଦେଇଛନ୍ତି। ଏଣୁ ମନ ପ୍ରଫୁଲ୍ଲ କରିବା ନିମନ୍ତେ ମନୋରଞ୍ଜନ ଓ ଶାରୀରିକ ବ୍ୟାୟାମ ପରମେଶ୍ୱରଙ୍କର ଅନୁମୋଦନ କରି ରହିଅଛି। ଆମ ଶରୀରର ଯତ୍ନ ନେବା ଦ୍ୱାରା ମାନସିକ ସ୍ଥିତି ସାଧିତ ହୁଏ ଏବଂ ଆମେ ଅନ୍ୟ ଲୋକମାନଙ୍କ ସଙ୍ଗେ ବନ୍ଧୁତ୍ୱପୂର୍ଣ୍ଣ ଆମୈକ ସମ୍ପର୍କ ସ୍ଥାପନ କରିଥାଉ। ତେବେ ପ୍ରଭୁ ପରମେଶ୍ୱର ଆମମାନଙ୍କୁ ଶିକ୍ଷା ଦିଅନ୍ତି ଏବଂ ବିଶେଷ ଭାବେ ଆମମାନଙ୍କର ଧର୍ମଗ୍ରନ୍ଥରେ ଲେଖାଯାଇଅଛି। 2 କରିନ୍ଥୀୟ 14-15 ପଦ ଏବଂ 17-18 ପଦରେ ଆମମାନେ ପଢ଼ି ଶୁଣିବା, ଅବିଶ୍ୱାସୀମାନଙ୍କ ସହିତ ସାଙ୍ଗ ହୁଅ ନାହିଁ, କାରଣ ଧାର୍ମିକତା ଓ ଧର୍ମହୀନତା ମଧ୍ୟରେ କି ସମାନତା ଅଛି? ଅଥବା ଆଲୋକ ଓ ଅନ୍ଧକାର ମଧ୍ୟରେ କି ମିତ୍ରତା ଅଛି? ମିଥ୍ୟାବାଦୀ ଓ ଖ୍ରୀଷ୍ଟଙ୍କ ମଧ୍ୟରେ କି ମେଳ ଥାଇପାରେ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ସହଭାଗିତା ଅଛି? ତେବେ ବନ୍ଧୁଗଣ, ଆମମାନେ ଆମମାନଙ୍କର ସାଙ୍ଗସାଥି କାହା ସାଙ୍ଗେ ହେବା ବିଧେୟ ଆମେ ଚିନ୍ତା କରିବା। ଆମମାନଙ୍କର 17 ଏବଂ 18 ପଦରେ ପ୍ରଭୁ କହନ୍ତି, ତେଣୁ ସେମାନଙ୍କ ମଧ୍ୟରୁ ବାହାରି ଆସ ଓ ପୃଥକ ହୁଅ ଏବଂ କୌଣସି ଅଶୁଚି ବିଷୟ ସ୍ପର୍ଶ କର ନାହିଁ, ତାହେଲେ ମୁଁ ତୁମମାନଙ୍କୁ ଗ୍ରହଣ କରିବି। ମୁଁ ତୁମମାନଙ୍କର ପିତା ହେବି ଓ ତୁମମାନେ ମୋର ପୁତ୍ର କନ୍ୟା ହେବ, ସର୍ବଶକ୍ତିମାନ ପ୍ରଭୁ ଏହା କହନ୍ତି। ପ୍ରିୟ ଯୁବା ବନ୍ଧୁଗଣ, ଆପଣମାନେ ଖରା ଛୁଟିରେ ଅବସର ବିନୋଦନ ପାଇଁ, ଶାରୀରିକ ବ୍ୟାୟାମ ପାଇଁ ବିଭିନ୍ନ ଖେଳ କସରତ କରୁଅଛନ୍ତି ଏବଂ ବିଭିନ୍ନ ଖେଳ ଖେଳୁଅଛନ୍ତି। ମନେ ରଖନ୍ତୁ, ପ୍ରଭୁ ଆମ ସମସ୍ତଙ୍କୁ ଆହ୍ୱାନ କରିଅଛନ୍ତି ଆମେ କିଭଳି ଆଦର୍ଶ ଜୀବନ ଯାପନ କରିବା, କାହା ସହିତ ବନ୍ଧୁତା ସ୍ଥାପନ କରିବା। ଅବିଶ୍ୱାସୀ ଏବଂ ଯେଉଁମାନେ ବିଶ୍ୱାସଘାତ କରନ୍ତି ସେମାନଙ୍କ ସହିତ ଆମେ ସାଙ୍ଗସାଥି ହେବା ନାହିଁ କିମ୍ବା ତାଙ୍କ ସହିତ ସମ୍ପର୍କ ରଖିବା ନାହିଁ। ଏଣୁ ପ୍ରଭୁ ଆମମାନଙ୍କୁ ସତ୍ ବିଚାର, ସତ୍ ଜ୍ଞାନ, ସତ୍ ଚିନ୍ତାରେ ସତ୍ ସାଙ୍ଗ ହେବା ପାଇଁ ପରାମର୍ଶ ଦିଅନ୍ତି। ଏଣୁ ଆମେ ଚିତ୍ତ ବିନୋଦନ ପାଇଁ ବା ଆମୋଦ ପ୍ରମୋଦ ପାଇଁ ବା ବ୍ୟାୟାମ ପାଇଁ ଯେକୌଣସି ସ୍ଥାନକୁ ଯାଉ, ତେବେ ଆମମାନେ ଆମର ସାଙ୍ଗ ବାଛିବା ଏବଂ କ'ଣ ଖାଇବା, କ'ଣ ପିଇବା, କ'ଣ ପିନ୍ଧିବା ତାହା ପ୍ରତି ମଧ୍ୟ ଧ୍ୟାନ ଦେବା ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ଯୁବାପିଢ଼ି, ପ୍ରଭୁ କହନ୍ତି, ପ୍ରଭୁଙ୍କ ଆଦେଶ ଅନୁସାରେ ଆପଣମାନେ ଜୀବନ ଅତିବାହିତ କରନ୍ତୁ। ଆପଣମାନେ ଗୌରବାନ୍ୱିତ ହେବେ, ଆପଣମାନେ ବିଜୟୀ ହେବେ ଏବଂ ଈଶ୍ୱର ଆପଣମାନଙ୍କ ଉପରେ ଅଜସ୍ର ଅନୁଗ୍ରହ, ଆଶୀର୍ବାଦ, ଶକ୍ତି ବର୍ଷଣ କରିବେ।